ଆଜି ଭୁବନେଶ୍ୱରରେ ଦ୍ୱିପହର ଠାରୁ ଧରିକି ସନ୍ଧ୍ୟା ଯାଏଁ ଭିଡିଓ ହବାର କାରଣ କଣ? ତ ଜୟ ଜଗନ୍ନାଥ ସାଙ୍ଗମାନେ, ମୋର କିଛି ପ୍ରୋବ୍ଲେମ ସକାଶେ ରେଗୁଲାର ଭିଡିଓ ଆସିପାରୁନଥିଲା, ତ ଏବେ ମୁଁ ଟ୍ରାଏ କରୁଛି ରେଗୁଲାର ଭିଡିଓ ଆଣିବା ପାଇଁ। ସକାଳ ସକାଳ ଆମେ 3 ଜଣ ମିଶି ବାହାରି ଯାଇଛୁ ଆମର ଲିଙ୍ଗରାଜ ମନ୍ଦିର ପାଖକୁ ବୁଲିବା ପାଇଁକା। ହଁ, ସେ କଥା କଣ, ଯେହେତୁ ଭୁବନେଶ୍ୱରରେ କିଛି ଦିନ ହେଲା ନଥିଲି ତ ମୋ ସାଙ୍ଗମାନେ କହିଲେ ଗୋଟେ ଲୋକେସନକୁ ବୁଲିବାକୁ ଯିବା ପାଇଁକା। ହେଲେ ସେ ଲୋକେସନ ମୁଁ ଆଗରୁ ଥର ଯାଇଥିଲି, ହେଲେ ଆମକୁ ଯିବା ପୂର୍ବରୁ ହିଁ ଆମକୁ ଏଣ୍ଟ୍ରି କରିବା ପାଇଁ ମନା କରିଦେଇଥିଲେ। ତ ସେଇ ଲୋକେସନ ନାଁଟା ହଉଛି ଆମର ଓଲ୍ଡ ଟାଉନରେ ଥିବା ସିଦ୍ଧେଶ୍ୱର ମଠ ଗୁଆଝର। ହଁ, ଆମେ ଏବେ ମଠ ଭିତରୁ ଆସି ଦେଖୁ ତ ଏଠି ବହୁତ ଜୋରେ ଥଣ୍ଡା ଲାଗୁଥିଲା, କାରଣ ଏଇ ଜାଗାରେ ବହୁତ ଆମ୍ବ ଗଛ ଥିଲା, ତ ସେଥିପାଇଁ ଏଠି କିଛି ସମୟ ରହିଲୁ। ଆଉ ଏପାଟେ ଆସି ଆମେ ଦେଖୁ ତ ଏଠି ପାଣି ବି ଥିଲା, ଆଉ ଲୋକମାନେ ବି ଏଠି ଗାଧଉଥିଲେ। ତ ଆମେ ସହି ନ ପାରି ଆମେ ବି ଗାଧେଇବା ବାହାରି ଗଲୁ। ଫାଷ୍ଟ ଆମର ଏଠି ଅରୁଣ ପଶିଯାଇଥିଲା ଗାଧେଇବା ପାଇଁକା, ମିଲନ ନମ୍ବର ରହିଥିଲୁ। ଯେମିତି ମୁଁ ପାଣି ଭିତରେ ପଶିଛି, ମାନେ ଏତେ ଥଣ୍ଡା ଆଉ ଏତେ ଶାନ୍ତି ଲାଗିଲା କହିଲେ ନ ସରେ। ହଁ, ମୁଁ ଆଶା କରୁଛି ଆମ ଭୁବନେଶ୍ୱର ଯେତିକ ବି ଜାଗା ଅଛି ଲୋକମାନେ ଗାଧା କରୁଛନ୍ତି, ହେଲେ ଏଇ ଲୋକେସନ ଟା କିଛି ନିଆରା। ତ ଏପାଟେ ଆମେ ମାନେ ସମସ୍ତେ ମିଶିକି ଗାଧୁଥିଲୁ, ତ ହଠାତ୍ ଅରୁଣ କହିଲା ଏଇ ବଡ ପୋଖରୀରେ ଗାଧେଇବ। ସେପାଟୁ ଗାଧେଇବା ଆସିଲା, ହେଲେ ପାଣି ଟା ପୁରା ଶିଉଳି ହେଇକି ଥିଲା, ଆଉ ସେ ଯେମିତି ପାଣିକି ଡେଇଁଛି ମାନେ ଶିଉଳି ପୁରା ଉଠିଗଲା। ତ ଆମେ ଟିକେ ସମୟ ମଜାମସ୍ତି କରି ଗାଧା ସାରିକି ଠିକ ଡ୍ରେସ ପ୍ୟାଣ୍ଟ ପିନ୍ଧିକି ଉଠିଲା ଭିତରେ ଏଠି ବହୁତ ସାରା ବତକ କୋଉଠିଥିଲେ ପଳେଇ ଆସିଲେ। ଆଉ ଏମାନେ ପାଇଁ ପଖାଳ ଭାତ ଥୁଆ ହେଇଛି, ମାନେ ପଖାଳ ଭାତ ଖାଉଛନ୍ତି। ତ ଏଠି ବତକ ଏଇ ଲୋକେସନକୁ ବତକ ଟା ବହୁତ ବଢିଆ ଲାଗୁଥିଲା, ଏଠି ବହୁତ ସାରା ବତକ ଥିଲେ। ତ ଆମେ ମଠ ଭିତରୁ ଜଷ୍ଟ ବାହାରିକି ଯାଉଥିଲୁ, ତ ଆମ୍ବ ଗଛରୁ ଗୋଟେ ଆମ୍ବ ପଡିଲା, ଆଉ ଅରୁଣ ସେ ଆମ୍ବଟାକୁ ନେଇ ଆସିଲା ଗୋଟେ ହେଇକି, ତାକୁ ଆଣିକି ଧୁଆ ଧୁଇ କରି ନେଇ ଆସିଲା। ଏଠି ଖାଇଲୁ ଆମ୍ବ, ଭାଇ ଏତେ ମିଠା ଥିଲା, ଭାବୁଥିଲା ଆଉ ଦିଟା ଝଡେଇକି ନେଇଛୁ, ହେଲେ ମଠରେ କୋଉଠି ବାବା କିଏ ବସିଥିବେ ବାନ୍ଧି ପକେଇବେ। ହଁ, ଏ ମଠରେ ଯୋଉଠି କିନା ଭଲ ପାଣିଟା ସେଠି ଯାଇକି ଅରୁଣ ଗୋଡ ଧୋଇଦେଲା। ଆଉ ଏଠି ଜଣେ ମଉସା କଣ କହିଲେ ଅରୁଣକୁ, ଟିକେ ଶୁଣନ୍ତୁ ତା ପାଟିରୁ। ସେ ଲୋକଟା ସେଠି କଣ କହିଲା, ସେ ଲୋକଟା କଣ କହିଲା? ହଁ, ଏଠି କିଛି ସମୟ ରହିଲୁ, ତାପରେ ବାହାରି ଗଲୁ ଆମେ ଘରକୁ। ତ ଯିବା ବାଟରେ ଗୋଟେ ଅଟୋରେ ଲେଖା ହେଇଥିଲା ଅଟୋ ମୋର ଆମ୍ବୁଲାନ୍ସ। ଆମେ ଏବେ ଯିବା ବାଟରେ ଦେଖିଲୁ ଯେ ରସୁଲଗଡ ପାଖରେ ପୁରା ଜାମ୍ ଥିଲା। ହଁ, ସେ କଥା କଣ କି, ଆମର ଭୁବନେଶ୍ୱର ପଳାଶୁଣି ଓଭରବ୍ରିଜ ଉପରେ ଗୋଟେ ଟ୍ରକ୍ ଜଳିଯାଇଥିଲା, ତ ସେଥିପାଇଁ ରାସ୍ତା ପୁରା ଜାମ୍ ହେଇକି। ତ ଏବେ ସନ୍ଧ୍ୟା ହେଲାଣି, ଏପର୍ଯ୍ୟନ୍ତ ବି ଜାମ୍ ହେଇକି ପୁରା ରାସ୍ତା। ହଁ, ବାକି ନେକ୍ସଟ ବ୍ଲଗରେ ନିଶ୍ଚୟ ଦେଖାହବା। ରହୁଛି, ବାଏ ବାଏ, ନମସ୍କାର, ଜୟ ଜଗନ୍ନାଥ।